ଅଯୋଧ୍ୟା ରାମ ମନ୍ଦିରରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନର ଆରମ୍ଭ 22 ଜାନୁଆରୀ ପରେ ହେବ। କିନ୍ତୁ ରାମ ମନ୍ଦିରର ଭବ୍ୟତା କିପରି ଅଟେ, ମନ୍ଦିରର ପ୍ରାଙ୍ଗଣ କିପରି ହୋଇଥିବ, ଏହା ଦେଖିବା ପାଇଁ କେତେ ଯେ ସୁନ୍ଦର ହୋଇ ନଥିବ। ପାରମ୍ପରିକ ନାଗର ଶୈଳୀରେ ନିର୍ମିତ ରାମ ମନ୍ଦିରର ଦିବ୍ୟତା, ନବ୍ୟତା ଓ ଭବ୍ୟତା କିପରି ଦେଖାଯାଉଅଛି, ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ରାମ ମନ୍ଦିରର ନିର୍ମାଣ ଚିତ୍ରକୁ ଦେଖି ପ୍ରତ୍ୟେକ ହିନ୍ଦୁଙ୍କର ହୃଦୟ ଉତ୍ଫୁଲ୍ଲିତ ହୋଇଯାଉଅଛି। ହେବନି ବା କେମିତି? 500 ବର୍ଷର ସଂଘର୍ଷ ପରେ ଏହି ଶୁଭ ମୁହୂର୍ତ୍ତ ଆସିଅଛି। ଅଯୋଧ୍ୟାରେ ଯେଉଁ ରାମ ମନ୍ଦିର ନିର୍ମାଣ ହେଉଅଛି, ତାହା ପ୍ରତ୍ୟେକ ଦୃଷ୍ଟିକୋଣରୁ ଅଦ୍ଭୁତ, ଅବିଶ୍ୱସନୀୟ ଓ ଅଲୌକିକ ଅଟେ। ପ୍ରଥମେ ରାମ ମନ୍ଦିରର ଦ୍ୱାର ଖୋଲିଲେ ସେଠାରେ କ'ଣ କ'ଣ ଦେଖାଯିବ? ଭାରତରେ ପ୍ରତ୍ୟେକ ବର୍ଷ ହଜାର ହଜାର ନୂଆ ମନ୍ଦିର ନିର୍ମାଣ ହେଉଅଛି। ଶହ ଶହ ମନ୍ଦିରର ପୁନରୁଦ୍ଧାର ହେଉଅଛି। କିନ୍ତୁ ରାମ ମନ୍ଦିର ସବୁବେଳେ ନିର୍ମାଣ ହେଉନାହିଁ। 500 ବର୍ଷର ଅପେକ୍ଷା ପରେ ଯେଉଁ ମନ୍ଦିର ନିର୍ମାଣ ହେଉଅଛି, ସେ ଭବ୍ୟ, ଦିବ୍ୟ ଓ ଅଲୌକିକ ହେବା ଦରକାର। ଅଯୋଧ୍ୟାର ରାମ ମନ୍ଦିର ସମ୍ପୂର୍ଣ୍ଣ ସେମିତି ହିଁ ହେଉଅଛି। ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଭକ୍ତମାନଙ୍କୁ 5ଟି ମଣ୍ଡପ ଅତିକ୍ରମ କରି ଯିବାକୁ ପଡ଼ିବ। ରାମ ମନ୍ଦିରର 5ଟି ମଣ୍ଡପ ପାରି ହେବା ସମୟରେ ହିନ୍ଦୁମାନଙ୍କର 500 ବର୍ଷର ସଂଘର୍ଷ ଜୀବନ୍ତ ହୋଇଯିବ। ରାମଲାଲାଙ୍କ ଭକ୍ତ ପୂର୍ବ ଦ୍ୱାରରେ ପ୍ରବେଶ କରିବେ ଏବଂ 32ଟି ପାହାଚ ଚଢ଼ି ସିଂହଦ୍ୱାରରେ ପ୍ରବେଶ କରିବେ, ଆଉ ସେଠାରୁ ମଣ୍ଡପରେ ପ୍ରବେଶ କରିବେ। ରାମ ମନ୍ଦିରର ଦ୍ୱାରଦେଶରୁ ଗର୍ଭଗୃହ ପର୍ଯ୍ୟନ୍ତ କ'ଣ କ'ଣ ଦେଖିବାକୁ ମିଳିବ, ଏହାର ଦିବ୍ୟ ଦର୍ଶନ କରନ୍ତୁ। ରଙ୍ଗମଣ୍ଡପ, ନୃତ୍ୟ ମଣ୍ଡପ, ପ୍ରାର୍ଥନା ମଣ୍ଡପ, କୀର୍ତ୍ତନ ମଣ୍ଡପ ଓ ଗୁଢ଼ ମଣ୍ଡପ, ଏହି 5ଟି ମଣ୍ଡପ ଅତିକ୍ରମ କରି ଭକ୍ତ ଗର୍ଭଗୃହ ପାଖରେ ପହଞ୍ଚିବ। ସିଂହଦ୍ୱାରଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ଯିବା ପାଇଁ ଭକ୍ତଙ୍କୁ 390 ଫୁଟ ଚାଲିବାକୁ ହେବ। ରାମ ମନ୍ଦିରର ଉତ୍ତର ପ୍ରବେଶ ଦ୍ୱାର ସାଧାରଣ ଦିନରେ ଖୋଲା ହେବ ନାହିଁ। ଏହି ଦ୍ୱାର ବିଶେଷ ଦିନମାନଙ୍କରେ ଖୋଲା ହେବ। ଗର୍ଭଗୃହର ଠିକ୍ ସାମ୍ନାରେ ଗୁଢ଼ ମଣ୍ଡପ ଅବସ୍ଥିତ। ଏହା ଭକ୍ତଙ୍କ ପାଇଁ ରାମ ଦର୍ଶନ ପାଇଁ ଶେଷ ପାଦ ହେବ, କାରଣ ଏହାର ଆଗକୁ ରାମଲାଲାଙ୍କର ଗର୍ଭଗୃହ ଅବସ୍ଥିତ, ଯେଉଁଠାରେ ସ୍ୱୟଂ ପ୍ରଭୁ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଚନ୍ଦ୍ର ବିରାଜମାନ ରହିବେ। ଗୁଢ଼ ମଣ୍ଡପ ସବୁଠାରୁ ବଡ଼ ଅଟେ। ଏହାର ଉଚ୍ଚତା ମଧ୍ୟ ଅଧିକ। ଗୁଢ଼ ମଣ୍ଡପ ପୂର୍ବରୁ ଆସିଥାଏ ନୃତ୍ୟ ମଣ୍ଡପ, ଯାହା ବିଶ୍ୱାସ ଓ ଆସ୍ଥାର ଅନୁପମ ଉଦାହରଣ ଅଟେ। ସେହିପରି ରଙ୍ଗମଣ୍ଡପ, ଯାହା ଦର୍ଶନର ଉତ୍ସାହରେ ଭରପୁର ମଣ୍ଡପ। ଏହିପରି ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ ନିଜର ନାମ ହିସାବରେ ମହତ୍ତ୍ୱ ବହନ କରିଥାଏ। ରାମ ମନ୍ଦିରର ପ୍ରତ୍ୟେକ ମଣ୍ଡପ ନାଗର ଶୈଳୀରେ ନିର୍ମାଣ ହେଉଅଛି। ନାଗର ଶୈଳୀର ଯେମିତି ବିବରଣୀ ପୁସ୍ତକରେ ମିଳିଥାଏ, ଠିକ୍ ଏହିପରି ସଂରଚନା ରାମ ମନ୍ଦିରରେ ଦେଖିବାକୁ ମିଳିବ, ଯାହା ନିଜକୁ ନିଜେ ଭବ୍ୟ ଓ ଦିବ୍ୟ ଅଟେ। ପ୍ରାଣ ପ୍ରତିଷ୍ଠା ସମାରୋହ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର କାମ ହିଁ ସମ୍ପନ୍ନ ହୋଇପାରିବ। ପ୍ରଥମ ପର୍ଯ୍ୟାୟରେ ଭୂତଳ ବା ଗ୍ରାଉଣ୍ଡ ଫ୍ଲୋରର କାମ ହିଁ ସମ୍ପନ୍ନ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗର୍ଭଗୃହର ନିର୍ମାଣ ସମ୍ପନ୍ନ ହୋଇପାରିବ। ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିବାର ମାର୍ଗ ବି ପ୍ରସ୍ତୁତ ହୋଇସାରିଥିବ। ଭକ୍ତମାନେ ଯେଉଁ ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବେ, ସେହି ପାହାଚ ଓ ସିଂହଦ୍ୱାର ବି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇସାରିଥିବ। ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ଆରମ୍ଭ ହୋଇଯିବ। ହିନ୍ଦୁ ଧର୍ମଗ୍ରନ୍ଥର ଏମିତି ଏକ ଚରିତ୍ର, ଯାହାକୁ ପୁରୁଷ ଚରିତ୍ରରେ ଆଦର୍ଶ ପ୍ରସ୍ତୁତ କରିବାର ଥିଲା। ପିତାଙ୍କ ଆଜ୍ଞାରେ ବନବାସ ଯିବାର ଥିଲା। ଅସୁରଙ୍କୁ ବଧ କରି ନ୍ୟାୟର ସ୍ଥାପନା କରିବାର ଥିଲା। ମନୁଷ୍ୟ ରୂପରେ ଅବତାର ନେଇ ଭଗବାନ ରାମ ଯେଉଁଦିନ ପୃଥିବୀ ପୃଷ୍ଠରେ ଜନ୍ମ ନେଲେ, ସେହିଦିନ ହିନ୍ଦୁମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ ହୋଇଗଲା। ସେହି ପବିତ୍ର ଦିନକୁ ରାମନବମୀ କୁହାଗଲା। ରାମନବମୀକୁ ନେଇ ଅଯୋଧ୍ୟାର ରାମ ମନ୍ଦିରରେ ମଧ୍ୟ ବହୁତ ଖାସ୍ ପ୍ରବନ୍ଧ କରାଯାଇଅଛି। ଅଯୋଧ୍ୟାରେ ପ୍ରଥମ ଥର ତାହା ହେବାକୁ ଯାଉଅଛି, ଯାହା ଆଜି ପର୍ଯ୍ୟନ୍ତ ଦୁନିଆରେ କେବେ ବି ହୋଇନାହିଁ। ଅଯୋଧ୍ୟାର ଭବ୍ୟ ମନ୍ଦିରରେ ଏମିତି ଚମତ୍କାର ହେବ, ଯାହାର ବର୍ଣ୍ଣନା ନା ପୁରାଣରେ, ନା ବେଦରେ, ନା କୌଣସି ଶାସ୍ତ୍ରରେ ହୋଇଅଛି। ଅତୀତରେ ନା ଭବିଷ୍ୟତରେ, ଯାହା କୌଣସି ମନୁଷ୍ୟର ଆଖି କେବେ ବି ଦେଖିନାହିଁ। ସେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମିରେ ନିର୍ମିତ ରାମ ମନ୍ଦିରରେ ପ୍ରଥମ ଥର ହେବ। ରାମ ମନ୍ଦିରରେ ଭଗବାନ ରାମଙ୍କର ପ୍ରାଣ ପ୍ରତିଷ୍ଠା ପରେ ପ୍ରତ୍ୟେକ ରାମନବମୀରେ ମନ୍ଦିରରେ ଭଗବାନ ଶ୍ରୀରାମଙ୍କର ସୂର୍ଯ୍ୟ ତିଳକ ହେବ। ରାମନବମୀ ଦିନ ମଧ୍ୟାହ୍ନ 12ଟା ସମୟରେ ସୂର୍ଯ୍ୟଙ୍କର କିରଣ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ଲାଗିଥିବା ଦର୍ପଣ ଉପରେ ପଡ଼ିବ। ସେହି କିରଣ ପ୍ରତିଫଳିତ ହୋଇ
ସିଧା ଗର୍ଭଗୃହରେ ବିରାଜିତ ଭଗବାନ ଶ୍ରୀରାମଙ୍କ ପ୍ରତିମାର ମସ୍ତକ ଉପରେ ପଡ଼ିବ। ଆଉ ଏହିପରି ଭାବରେ ଭଗବାନ ଶ୍ରୀରାମଙ୍କର ହେବ ସୂର୍ଯ୍ୟ ତିଳକ। 5 ମିନିଟ୍ ପର୍ଯ୍ୟନ୍ତ ଠିକ୍ ଏହିପରି ଭଗବାନ ଶ୍ରୀରାମଙ୍କ ପ୍ରତିମାର ମସ୍ତକ ଉପରେ ସ୍ଥଗିତ ହୋଇ ରହିବ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ଉପରେ ସୂର୍ଯ୍ୟ ତିଳକର ଏମିତି ଦୃଶ୍ୟ ହେବ କି ଦୁନିଆରେ ଏମିତି କେବେ କେହି ଦେଖିନଥିବେ। ଏହି 5 ମିନିଟ୍ ପର୍ଯ୍ୟନ୍ତ ସମଗ୍ର ଭାରତ ଆଶ୍ଚର୍ଯ୍ୟଚକିତ ଆଖିରେ ସୂର୍ଯ୍ୟବଂଶୀ ଶ୍ରୀରାମଙ୍କ ଏହି ଅଦ୍ଭୁତପୂର୍ବକ ସୂର୍ଯ୍ୟ ତିଳକକୁ ଅପଲକ ନୟନରେ ଚାହିଁ ରହିଥିବେ। କଥା ଅଛି, ଏହି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କର ପ୍ରଥମ ଥର ପାଦ ପଡ଼ିଥିଲା। କାହିଁ କେତେ ହଜାର ବର୍ଷ ପୂର୍ବେ ଏଠାରେ ରାଜା ଦଶରଥଙ୍କ ଘରେ ପ୍ରଥମ ଥର ଏକ ଶିଶୁର ଶବ୍ଦ ଶୁଭିଥିଲା। 3 ରାଣୀଙ୍କ ମଧ୍ୟରୁ ଜଣେ ରାଣୀ କୌଶଲ୍ୟା ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ଜନ୍ମ ଦେଇଥିଲେ। ଏହାପରେ କୈକେୟୀ ଭରତଙ୍କୁ ଏବଂ ରାଣୀ ସୁମିତ୍ରା ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ। କୁହାଯାଏ କି ଯେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ନେଲେ ତାଙ୍କର ସୌନ୍ଦର୍ଯ୍ୟରେ ଅଯୋଧ୍ୟା ନଗରୀ ଚମକି ଉଠିଥିଲା। ଏହି ଶୁଭ ଦିନକୁ ଦେଶ ଦୁନିଆରେ ରାମନବମୀ ରୂପରେ ପାଳନ କରିବାକୁ ଲାଗିଲେ। ଅଯୋଧ୍ୟାରେ ମଠ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଉତ୍ସବକୁ ବଡ଼ ଧୁମଧାମରେ ପାଳନ କରାଯାଏ। ମହର୍ଷି ବାଲ୍ମୀକି ଭଗବାନ ରାମଚନ୍ଦ୍ରଙ୍କର ଜନ୍ମ ସମୟର ଗ୍ରହ ନକ୍ଷତ୍ରର ସ୍ଥିତି ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ସେହିଦିନ ଚୈତ୍ର ମାସର ଶୁକ୍ଳପକ୍ଷ ନବମୀ ତିଥି ଥିଲା। ମୁଖ୍ୟତଃ ଚୈତ୍ର ମାସର ନବମୀ ଓ ଶାରଦୀୟ ନବରାତ୍ରିରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ବିଶେଷ ସମ୍ବନ୍ଧ ଅଛି। ଶାରଦୀୟ ନବରାତ୍ରିର ଦଶମୀ ତିଥିରେ ଭଗବାନ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରିଥିଲେ। ଆଉ ଚୈତ୍ର ନବରାତ୍ରିରେ ଭଗବାନ ରାମ ଅବତାର ନେଇଥିଲେ। ସେହିଦିନକୁ ସନାତନ ଧର୍ମରେ ରାମନବମୀ କୁହାଯାଉଅଛି। ଅଯୋଧ୍ୟାକୁ ସର୍ବଧର୍ମ ନଗରୀ ବୋଲି ମଧ୍ୟ କୁହାଯାଏ, କାରଣ ଏହା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ବୌଦ୍ଧ ଓ ଜୈନ ଧର୍ମରେ ମଧ୍ୟ ଜଡ଼ିତ ଅଛି। କୁହାଯାଏ ଭଗବାନ ବୁଦ୍ଧ ଏହି ସ୍ଥାନରେ ପ୍ରାୟ 16 ବର୍ଷ ଅତିବାହିତ କରିଥିଲେ। ଅଯୋଧ୍ୟାରେ ଆଜି ମଧ୍ୟ ବୌଦ୍ଧ ଧର୍ମର ସ୍ତୂପ ରହିଅଛି। ଆଉ ଶିଖ ଧର୍ମ ସହିତ ସନାତନ ଧର୍ମର ନିବିଡ଼ତା ଥିବାର ମଧ୍ୟ ଦେଖିବାକୁ ମିଳେ। ଶିଖ ଧର୍ମର ସବୁଠାରୁ ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବରେ 2500 ଥର ରାମ ଶବ୍ଦର ଉପଯୋଗ ହୋଇଅଛି। ବନ୍ଧୁଗଣ, ଆଜି ପାଇଁ ଏତିକି। ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟରେ ଜୟ ଶ୍ରୀରାମ ଲେଖି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ଜୟ ଶ୍ରୀରାମ।